ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ସୁମଣ୍ଡଳ ସ୍ଥିତ କଲ୍ୟାଣ ମଣ୍ଡପଠାରେ ବୁଧବାର ଦିନ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ 109ତମ ଜନ୍ମଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। କବିସୂର୍ଯ୍ୟନଗର ପୂର୍ବତନ ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ଦୀପ ପ୍ରଜ୍ୱଳନ କରିବା ସହ ମହାପୁରୁଷ ବିଜୁବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। 30 ବର୍ଷ ତଳେ ତ୍ରିସ୍ତରୀୟ ପଞ୍ଚାୟତ ରାଜ ବ୍ୟବସ୍ଥା କରିଥିବା ଯୋଗୁଁ ବିଜୁବାବୁଙ୍କ ଜନ୍ମଦିବସକୁ ପଞ୍ଚାୟତ ରାଜ ଦିବସ ଭାବେ ପାଳନ କରାଯାଉଥିବା ବେଳେ ବର୍ତ୍ତମାନର ସରକାର ପଞ୍ଚାୟତ ରାଜ ଦିବସକୁ କେନ୍ଦ୍ର ପାଳୁଥିବା ଏପ୍ରିଲ 24ରେ ପଞ୍ଚାୟତ ରାଜ ଦିବସ ପାଳନ କରିବାକୁ ନେଇଥିବା ନିଷ୍ପତ୍ତିକୁ ସମାଲୋଚନା କରିଥିଲେ। ଏଥିରେ ବିଜେଡି ରାଜ୍ୟ ଯୁବ ସାଧାରଣ ସମ୍ପାଦକ ପ୍ରମୋଦ ଚନ୍ଦ୍ର ପଣ୍ଡା, ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ଦୁର୍ଯ୍ୟୋଧନ ଗୌଡ଼, ମୁଖ୍ୟ ବକ୍ତା ମହେଶ୍ୱର ବରାଡ଼, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତ୍ରିନାଥ ଭୂୟାଁ, ସମବାୟ ନିର୍ଦ୍ଦେଶକ ଋଷିକେଶ ମେହେଣା, କାଳିମେଘୀ ସରପଞ୍ଚ ଅର୍ଚ୍ଚନା ତ୍ରିପାଠୀ, ସାନ ଉସ୍ତାପଡ଼ା ସରପଞ୍ଚ ସନ୍ତୋଷ କୁମାର ସ୍ୱାଇଁ, କୋଦଳା ଏନ୍ଏସ୍ସି କାଉନସିଲର ମନୋରଞ୍ଜନ ଡାକୁଆ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ। ବେଗୁନିଆପଡ଼ା ବ୍ଲକ ବିଜେଡି ସଭାପତି ସୀମାଞ୍ଚଳ ସାମଲ ସଭା ପରିଚାଳନା କରିଥିଲେ। ଏଥିରେ ଅନେକ ସରପଞ୍ଚ, ସମିତି ସଭ୍ୟ, ଜନପ୍ରତିନିଧି ଓ ଜନସାଧାରଣ ଉପସ୍ଥିତ ଥିଲେ। କୋଦଳାରୁ କୃଷ୍ଣଚନ୍ଦ୍ର ପଲାଇଙ୍କ ରିପୋର୍ଟ, ଆୱାଜ ଓଡ଼ିଶା। निर्वाचन